ବାଲେଶ୍ୱର ଅଗ୍ରଣୀ ମହୋତ୍ସବ ସ୍ନୋଫେଷ୍ଟର ସପ୍ତମ ସଂସ୍କରଣର ଗାନ୍ଧୀ ସ୍ମୃତି ଭବନରେ ଚଳିତ ମାସ 28 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ସ୍ନୋଫେଷ୍ଟର ଅଧ୍ୟକ୍ଷା ତଥା ବସ୍ତା ବିଧାୟିକା ସୁଭାଷିନୀ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ବର୍ଷ 4 ଦିନ ଧରି ଏହି ଉତ୍ସବ ପାଳନ କରାଯିବ ବୋଲି ସ୍ନୋଫେଷ୍ଟର କର୍ମକର୍ତ୍ତାମାନଙ୍କ ଦ୍ୱାରା ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାର ପ୍ରତିଭାମାନଙ୍କୁ ଉତ୍ସାହିତ କରିବାକୁ ଆରମ୍ଭ ହୋଇଥିବା ଏହି ସ୍ନୋଫେଷ୍ଟରେ ପୂର୍ବ ବର୍ଷ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବ। ଏହି ବର୍ଷ 5ଟି ବର୍ଗରେ ସମୁଦାୟ 30ଟି ପ୍ରତିଯୋଗିତା ଆୟୋଜନ କରାଯିବ। 8 ବର୍ଷ ବୟସରୁ କମ୍ ସବ୍ ଜୁନିୟର ବର୍ଗରେ ଚିତ୍ରାଙ୍କନ, ର୍ୟାମ୍ପ ୱାର୍କ, ଆଧୁନିକ ନୃତ୍ୟ, ମ୍ୟୁଜିକ୍ ଚେୟାର ଓ ସ୍କେଟିଂ ଏବଂ 8ରୁ 15 ବର୍ଷ ବୟସର ଜୁନିୟର ବର୍ଗରେ ଚିତ୍ରାଙ୍କନ, ଆଧୁନିକ ନୃତ୍ୟ, ଏକକ ଅଭିନୟ, କୁଇଜ୍, ଭାଷଣ ଏବଂ ସଙ୍ଗୀତ ଏବଂ 15 ବର୍ଷରୁ ଉର୍ଦ୍ଧ୍ୱ ସିନିୟର ବର୍ଗରେ ଚିତ୍ରାଙ୍କନ, ଆଧୁନିକ ନୃତ୍ୟ, ଭାଷଣ, ସଙ୍ଗୀତ, କୁଇଜ୍ ଏବଂ ଗ୍ରୁପ୍ ଡ୍ୟାନ୍ସ, ରଙ୍ଗୋଲି, ମେକଅପ୍, ର୍ୟାମ୍ପ ୱାର୍କ ସହିତ 13 ବର୍ଷ ବୟସରୁ ଉର୍ଦ୍ଧ୍ୱ ଆଦି ପ୍ରତିଯୋଗିତା ଆୟୋଜନ କରାଯିବ। ଫିଟନେସ୍ ଆଇକନ ବର୍ଗରେ ପୁରୁଷ ଫିଜିକ୍, ମହିଳା ଫିଜିକ୍ ଏବଂ ବଡି ବିଲ୍ଡିଂ ପ୍ରତିଯୋଗିତା, ମହିଳା ବର୍ଗରେ ଚାମଚ ଗୋଟି ପ୍ରତିଯୋଗିତା, ଗ୍ଲାସ୍ ପିରାମିଡ୍, ମହିଳା ର୍ୟାମ୍ପ ୱାର୍କ, ଫୁଲା ବେଲୁନ୍, ସ୍କିପିଂ ପ୍ରତିଯୋଗିତା ସହ ଆମ ଓଡ଼ିଆ ପର୍ବପର୍ବାଣୀ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଆମ ପିଠାପଣାକୁ ସଜାଗ ଏବଂ ଲୋକଲୋଚନକୁ ଆଣିବା ପାଇଁ ଏଥର ଉତ୍କଳୀୟ ପିଠାର ପସରା ନାମକ ପ୍ରତିଯୋଗିତାରେ ଗ୍ରୁପ୍ ପିଠା ପ୍ରତିଯୋଗିତା କରାଯିବ ବୋଲି ସ୍ନୋଫେଷ୍ଟର ସଭାପତି ଶୁଭମ ସାଇ ମହାପାତ୍ର ପ୍ରକାଶ କରିଛନ୍ତି। ବାଲେଶ୍ୱରରେ ପ୍ରଥମ ଥର ଲାଇଭ୍ ରନ୍ଧା ଖାଦ୍ୟ ପ୍ରତିଯୋଗିତା କରାଯିବ, ଯେଉଁଥିରେ ପୁରୁଷ ଏବଂ ମହିଳା ଉଭୟ ଭାଗ ନେଇପାରିବେ। ପ୍ରତିଯୋଗିତାରେ ବିଜେତା ପ୍ରତିଯୋଗୀଙ୍କୁ ସମୁଦାୟ 50,000 ଟଙ୍କାର ମୂଲ୍ୟର ଉପହାର ପ୍ରଦାନ କରାଯିବ। ଏହି ଉତ୍ସବରେ ଖାଦ୍ୟମେଳା ତଥା ଫୁଡ୍ ଷ୍ଟଲର ବ୍ୟବସ୍ଥା ମଧ୍ୟ ରହିବ, ଯେଉଁ ଇଚ୍ଛୁକ ବ୍ୟକ୍ତିମାନେ ସେମାନଙ୍କର ଖାଦ୍ୟ ଷ୍ଟଲରେ ବସାଇ ପାରିବେ। ସମସ୍ତ ପ୍ରତିଯୋଗିତା ନିମନ୍ତେ ନାମ ପଞ୍ଜୀକରଣ ପ୍ରକ୍ରିୟା ଜାନୁଆରୀ 24 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଗାନ୍ଧୀ ସ୍ମୃତି ଭବନ ସମ୍ମୁଖରେ କରାଯିବ। ସୁନ୍ଦର ମୂର୍ତ୍ତିକଳା ତଥା ଶିଳ୍ପୀତ୍ୱକୁ ସମ୍ମାନ ଏବଂ ପ୍ରୋତ୍ସାହନ ଦେବା ପାଇଁ ଗତ ଗଣେଶ ପୂଜାରେ ହୋଇଥିବା 5 ଶ୍ରେଷ୍ଠ ପ୍ରତିମା ପାଇଁ କ୍ଲବମାନଙ୍କୁ ସମ୍ମାନିତ କରାଯିବ। ସ୍ନୋଫେଷ୍ଟର ଏହି ସଂସ୍କରଣରେ ଅଲିଉଡର ଚର୍ଚ୍ଚିତ ଗାୟିକା ପ୍ରଜ୍ଞା ହୋତା, ସୁନାମଧନ୍ୟ ଗାୟକ ପ୍ରଭୁପାଦ, ଦେବାଶିଷ ମହାନ୍ତି ସଙ୍ଗୀତ ପରିବେଷଣ କରିବେ। ସ୍ନୋଫେଷ୍ଟ ଏଇଥର ସିଜନ 7 ଆମେ କରିବାକୁ ଯାଉଛୁ ଗାନ୍ଧୀ ସ୍ମୃତି ଭବନରେ 28 ରୁ 31। ତା ପାଇଁ ଯୋଉ ରେଜିଷ୍ଟ୍ରେସନ ହବ ସେଟା 24, 25, 26 ଗାନ୍ଧୀ ସ୍ମୃତି ଭବନ ଫ୍ରଣ୍ଟ ରେ ହିଁ ଆମର ରେଜିଷ୍ଟ୍ରେସନ ହବ। ତ ଏଇଥର ଆମର ଗୋଟେ ନୂଆ ପ୍ରତିଯୋଗିତା ଆମେ ଆରମ୍ଭ କରୁଛୁ, ଲାଇଭ କୁକିଂ କମ୍ପିଟିସନ, ଯୋଉଥିରେ ଆମର ପୁରା ଯେମିତି ହୁଏ ମାଷ୍ଟର ସେଫ ଏକାରେ ସେଠି ଆମେ ସବୁ ତାଙ୍କୁ ବ୍ୟବସ୍ଥା ଦବୁ ଯୋଉମାନେ କୁକିଂ କରିବେ। ଏଟା ବୋଥ ମେନ୍ ଆଣ୍ଡ ଓମେନ୍ ପାର୍ଟିସିପେଟ କରିପାରିବେ। ସେଇଠି ରନ୍ଧା ପ୍ରତିଯୋଗିତା ହବ, ତାଙ୍କ ପାଇଁ ବହୁତ ପ୍ରାଇଜ ମଧ୍ୟ ରହିଛି। ଟୋଟାଲ ଆମର ଯେତିକି ପ୍ରାଇଜ ମନି ଆଉ ପ୍ରାଇଜ ମିଶିକି ସବୁ 50,000 ଟଙ୍କାର ଆମେ ରଖିଛୁ ଉପହାର ସମସ୍ତଙ୍କ ପାଇଁ ଦେବାକୁ, ସବୁ ପ୍ରୋଗ୍ରାମ ମିଶିକି। ତ ସମସ୍ତେ ଆସନ୍ତୁ। ଯୋଉଟା ପିଠା ପ୍ରୋଗ୍ରାମ ଗତ ଥର ଆମର ବହୁତ ହିଟ୍ ହେଇଥିଲା, ପିଠାର ବହୁତ ଜଣ ପାର୍ଟିସିପେଟ କରିଥିଲେ। ମା ମାନଙ୍କୁ ଆମେ ଏନକରେଜ କରିବା ପାଇଁ ତାଙ୍କ ପାଇଁ କ୍ୟାଶ ପ୍ରାଇଜ ମଧ୍ୟ ରଖିଥିଲୁ, ସେଇଟା ବି ଏଥର ହବ। ତ ସମସ୍ତ ଆପଣ ମାଧ୍ୟମରେ ସମସ୍ତଙ୍କୁ ଜଣେଇବେ କି ସମସ୍ତେ ଆସନ୍ତୁ, ବହୁ ମାତ୍ରାରେ ପାର୍ଟିସିପେଟ କରନ୍ତୁ। ମେନ୍ କଥା ହେଲା ଆମର ଏଣ୍ଟ୍ରି ଫିସ୍ କିଛି ନାହିଁ, ଆଉ ପ୍ଲସ୍ 4 ଦିନ ଯାକ ଆମର କଲଚରାଲ ପ୍ରୋଗ୍ରାମ ରହିବ। ଅଲିଉଡ ଇଣ୍ଡଷ୍ଟ୍ରିରୁ ବହୁତ ବଡ଼ ବଡ଼ ଷ୍ଟାର ମାନେ ସବୁ ଆସୁଛନ୍ତି କଲଚରାଲ ପ୍ରୋଗ୍ରାମ ପାଇଁ। ତ ସମସ୍ତଙ୍କୁ ବାଲେଶ୍ୱରବାସୀଙ୍କୁ ଆସନ୍ତୁ ଓ ଏନ୍ଜୟ କରନ୍ତୁ, ନିଜ ପିଲାମାନଙ୍କୁ ଆଣିକି ବି ପାର୍ଟିସିପେଟ କରନ୍ତୁ। ମହିଳାମାନଙ୍କ ପାଇଁ ମଧ୍ୟ ଏଥର ବହୁତ କମ୍ପିଟିସନ କରାହେଇଛି, ତ ସେମାନେ ବି ଆସିକି ପାର୍ଟିସିପେଟ କରନ୍ତୁ, ଏହା ଅନୁରୋଧ ରହିବ। ଏହି କାର୍ଯ୍ୟକ୍ରମରେ ସ୍ନୋଫେଷ୍ଟର ଉପଦେଷ୍ଟା ତଥା ପ୍ରଯୋଜକ ଦେବଜ୍ୟୋତି ଦାସ ମହାପାତ୍ର, ସଂଯୋଜକ ରିତିକ ଜି, ମୁଖ୍ୟ ଉପଦେଷ୍ଟା ଶାନ୍ତନୁ ଦାସ, ପ୍ୟାଟ୍ରନ ଶିବସୁନ୍ଦର ଦାସ, ଉପଦେଷ୍ଟା ରଞ୍ଜିତା ମହାପାତ୍ର, ପ୍ରଯୋଜକ ଦିବ୍ୟଜ୍ୟୋତି ମହାନ୍ତି, ଉପସଭାପତି ଅଭିଜିତ ବିଶ୍ୱାଳ, ସାଂସ୍କୃତିକ ସମ୍ପାଦକ ବିଭୁପଦ ମହାନ୍ତି, କୋଷାଧ୍ୟକ୍ଷ ଅନିଲ ପ୍ରଧାନ, ରୀମା ଜୋସେଫ, ଜଗନ୍ନାଥ ବେହେରା, ମାନସ ସାହୁ, ସମରଜିତ ପାତ୍ର, ଚନ୍ଦନ ପଡ଼ିଆରୀ, ଅଭିଷେକ ବାରିକ, ମିନତି ସେଠୀ, କଳ୍ପନା ପଣ୍ଡା, ଆଶ୍ରିତା ତରେଇ, କାଉନସିଲର ସନ୍ଧ୍ୟାରାଣୀ ଜେନା, ସୋନାଲି ଶାହ, ବିଦୁ ପାଣିଗ୍ରାହୀ, ଦେବାଶିଷ ନାୟକ, କୁଶଲ ଶର୍ମା, ରିଷିକା ଲମ୍ବୋଦର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।